संत कवि लक्ष्मीकांत महापात्र से कौन कहले पद कहले कौन कहले सत्य सर्वगुण मध्यरे सत्य सर्वगुण मध्यरे सत्य सर्वगुण मध्यरे सत्य सर्वगुण मध्यरे सत्य सुकरी मुगलार सत्य सुकरी मुगलार सदा सत्य त्रिपुर हिजे सदा सत्य त्रिपुर हिजे सदा सत्य त्रिपुर हिजे सदा सत्य त्रिपुर हिजे असत्य करिले जानिछि बुझले असत्य करिले जानिछि बुझले असत्य करिले जानिछि बुझले असत्य करिले जानिछि बुझले आपे आपे त्रिपुर हिजे आपे आपे त्रिपुर हिजे आपे त्रिपुर हिजे आपे त्रिपुर हिजे आपे आपे हे लोक पिता हे जगज्जन पिता ब्रह्मांड नाथ पिता पंच प्राण पिता महीधर पिता हे नाथ भूमि पिता प्रवाहक पिता हे चंद्र सूर्य पिता श्रीकंठ पिता हे पिता महापिता त्राहि त्वमेव प्रभो स्थान स्थित परम पूज्य परम आराध्य चिरचन सुंदर निर्विकल्प निरंजन पद्म प्रलास नयन करुणार वरुणालय नटकुट लंपट भानुत भवतट परम प्रेममय हृदय आह्लादक महाप्रभु सत्यनारायण देव पीठर पीठेश्वरी जगज्जननी परम वैष्णवी विश्व कल्याणमयी मां कृपामयी करुणामयी मां मंगलमयी शुद्ध मंगला देवी ग्रामर ग्रामेश्वर तथा ग्रामेश्वरी देवी ग्रामर विराजित तथा ग्रामर चतुर्पार्श्वर विराजित समस्त देवा देवी श्री गुरु एवं माता पितांगर भय चरणार बिंदरे सर्वादो अनंत कोटि प्रणाम। उपस्थित अमर साहित्यानुरागी भगवत रस पिपासु भगवत संत सज्जन कदम्ब दूर दूरांतर छुटिया छिटिवा भगवत रस पिपासु हरिरस पिपासु समस्त सुधी सज्जन वृंद उत्कलिया अर्जिया पुराण तोषिनी मातृकलपा भगिनीकलपा उत्कलिया गृहलक्ष्मी सती सीता स्वरूपिणी प्रज्ञावादिनी पुराण तोषिनी माँ भौणी माने मोर खाली तमर तथा ये देश एवं जातिर भविष्यत कुना कुनी बाल गोपाल अतिथि सूर्य पालार दाता उद्योक्ता जजमान आबाल वृद्ध वनिता समस्तंकर हृदय विराजमान करुवा आत्मा नारायण उद्देश्य सर्वप्रथमे अधम किंचन जनाऊँ कोटी कोटी प्रणाम। बाबुरे संस्कृति संपन्न पल्ली ए कोरांग ग्रामवासी मानकर आनुकूल्य आम कान्हु बाबूंकर पृष्ठपोषकतार आयोजित महाप्रभु माँ जगज्जननी करुणामयी कृपामयी मंगलमयी सिद्धमंगलांगर पवित्र पीठरे आयोजित त्रिदिनात्मक महाप्रभु सत्यनारायण पवित्र नाम यज्ञर
କୁନା ଆଜି ହେଲା ଦ୍ୱିତୀୟ ଜାମିନି କାଲାରାଜି ଦ୍ୱିତୀୟ ପଣ୍ଡିତ ସାମନ୍ତ ମାନଙ୍କର ନିକଟରେ ଆମ୍ଭେମାନ ଦଣ୍ଡାମାନ ହେଇଛେ ପ୍ରଭାତ ବାବୁ ପ୍ରଥମାର୍ଦ୍ଧର ଭକ୍ତି ପୁଷ୍ପାର୍ଘ୍ୟ ଅର୍ପଣ କରିବା ପାଇଁ ଗହଳ ଚହଳ କରିବାକୁ ସମୟ ନାହିଁ ଧୀର ଭାବରେ ପରସ୍ପର ସ୍ଥାନ ଅଳଙ୍କୃତ କରିନିଅ ଯେତିକି ସମୟ ମଞ୍ଚ ଉପରେ ମଞ୍ଚାସୀନ ହବା ନିଜକୁ ପ୍ରଭୁଙ୍କର ଜଣେ ଜଣେ ସେବା କରି ଚିନ୍ତା କରି ତାଙ୍କରି ସେବାରେ କାୟ ମନ ବାକ୍ୟ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିବା ପାଇଁ ଚେଷ୍ଟା କରିବା ଗହଳ କରନା ଧୀର ଭାବରେ ବସ ପାଲାରେ ମନ ଦିଅ ଭଗବାନଙ୍କର ଚରଣାର ବିନ୍ଦୁରେ ମନ ଦିଅ ବହୁ ଜନ୍ମ ଜନ୍ମାନ୍ତର ପୁଣ୍ୟ ସୁକୃତର ଫଳ ଆମେ ମହାପ୍ରଭୁଙ୍କର ସେବା କରିବାର ସୁଯୋଗ ପାଇଛୁ ତେଣୁ ଆକୁ ହାତ ଛଡା କରିବା ଉଚିତ ନୁହଁ ସର୍ବାଦୌ ଭଗବାନଙ୍କର ଚରଣାର ବିନ୍ଦୁରେ ଆତ୍ମନିବେଦନ ପୂର୍ବକ ଭକ୍ତି ସଙ୍ଗୀତଟିଏ ମୁଁ ପାଠ କରିଛି ସଙ୍ଗୀତଟିର ରଚୟିତା କରମଳା ଚନ୍ଦ୍ର କରମଳା ମଠ ମହନ୍ତ ଜଗତଗୁରୁ ଠାକୁର ଅଭିରାମ ପରମହଂସ ଗୋଟା ପଦ କହିଲେ କଣ କହିଲେ ସତ୍ୟ ନାରାୟଣ ବୋଲି ବାଛି କିଏ ନାମ ଦେଇଥିଲା ରେ ତେଣୁ ଭଗବାନଙ୍କର ନାମକୁ ନା ଅନନ୍ତ ଅନନ୍ତ କବି କହିଲେ ହରି ଅନନ୍ତ ହରି କଥା ଅନନ୍ତ ଭଗବାନ ନିଜେ ଅନନ୍ତ ତାଙ୍କ ନାମ ଅନନ୍ତ ତାଙ୍କ ଗୁଣ ଅନନ୍ତ ତାଙ୍କ କୀର୍ତ୍ତି ଅନନ୍ତ ସବୁ ଅନନ୍ତ ଯାହାର ଅନ୍ତ ନାହିଁ ଅନ୍ତ ଶେଷ ନାହିଁ ଭଗବାନଙ୍କର ନାଁରେ ଅନନ୍ତ କିଏ ଯାହାକୁ ବଳରାମ ଦାସ କହିଲେ କଣ କହିଲେ ଅନନ୍ତ ନାମେ ଅନ୍ତ ନାହିଁ ଅନନ୍ତ ଅନନ୍ତ ଯାହାର ଅନ୍ତ ନାହିଁ ଅର୍ଥ ଭଗବାନଙ୍କର ନାମ ଯଦି ଅନନ୍ତ ତାର ଶେଷ ନାହିଁ ଇଏ ଅନନ୍ତ ନା ଭିତରୁ ତତେ ଯଦି ବାଛିବାକୁ ଦିଆହବ ତୁ କଣ କରିବୁ ସବୁଠୁ ଭଲଟା ବାଛିବୁ ସବୁଟା ଭଲ ଆଉ ନୁଆ କଣ ସବୁଠୁ ଯୋଉଟା ଶ୍ରେଷ୍ଠ ସବୁଠୁ ଭଲ ସେଇଟାକୁ ଆମେ ବାଛିବୁ କବି ଅଭିରାମ ପରମହଂସ ସୁନ୍ଦର ଭାବରେ କହିଲେ କହିଲେ ଭଗବାନଙ୍କର ଅନନ୍ତ ନା ଭିତରୁ ଗୋଟା ନା ବାଛି ଦିଆଗଲା କଣ ସେ ନାଟା କିଏ କବି କହିଲେ ବାଛି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲି ମା ସିଦ୍ଧ ମଙ୍ଗଳମୟୀ ମଙ୍ଗଳାଙ୍କ ପୀଠରେ ପାଲା କିନ୍ତୁ ପାଲା ବାଲାଙ୍କର ଆରାଧ୍ୟ ଇଷ୍ଟ ହଉଛନ୍ତି ମହାପ୍ରଭୁ ସତ୍ୟନାରାୟଣ ସେ ସତ୍ୟନାରାୟଣ କିଏ କବି କହିଲେ ଅନନ୍ତ ନା ଭିତରୁ ଗୋଟା ନାକୁ ବାଛି ଦିଆଗଲା ସତ୍ୟନାରାୟଣ ଅର୍ଥ ଭଗବାନଙ୍କର ଯେତେ ନାଁ ଅଛି ସବୁ ନାଁ ଭିତରୁ ଶ୍ରେଷ୍ଠ ପବିତ୍ରତମ ନାଁଟା ହଉଛି କିଏ ସତ୍ୟନାରାୟଣ ନା ସତ୍ୟନାରାୟଣ କାହିଁ ପବିତ୍ର ହେଲା ଆଉ କାହିଁ କୋଉ ନାମ ପବିତ୍ର ହେଲା ନାଇଁ ରେ ଆରେ ଜଗତରେ ଯେତେ ନା ସବୁ ନା ଭିତରୁ ଶ୍ରେଷ୍ଠ ନା ସତ୍ୟନାରାୟଣକୁ ନା କାହିଁକି ହେଲା କାରଣ କଣ ମନେ ରଖ ଖାଲି ଭଗବାନଙ୍କର ନାଁ ହେଇଥାନ୍ତା ନାରାୟଣ ତା ମୂଲ୍ୟ ଅଧିକ ନା ସତ୍ୟନାରାୟଣ ତା ମୂଲ୍ୟ ଅଧିକ ମୁଁ ମାପି ପାରୁନି ତଥାପି ସତ୍ୟନାରାୟଣ ମୂଲ୍ୟ ଅଧିକ ହେଇଥିବ ତଥାପି ଆଚ୍ଛା ନାରାୟଣ ପୂର୍ବରୁ ସତ୍ୟ ଶବ୍ଦଟା ନ ଲଗେଇ ଯଦି ମୁଁ ଲେଖି ଦେଇଥାନ୍ତି ମିଥ୍ୟା ନାରାୟଣ ଆମେ କାହିଁ ପୂଜା କରିଥାନ୍ତି ତାକୁ ସାର୍ ମିଥ୍ୟା ନାରାୟଣକୁ କେବେ ପୂଜା କରିଥାନ୍ତା କଣ ଦରକାର ତାହେଲେ ନାରାୟଣଙ୍କର ମହତ୍ୱକୁ ଏ ନାମର ମହତ୍ୱକୁ କୁନା ବଢେଇଲା କିଏ ସତ୍ୟ କୁନା ଜଗତରେ ନାରାୟଣ ନାମକୁ ବଢେଇ ଦେଲା ରେ ମନେ ରଖ ଯେ ପର୍ଯ୍ୟନ୍ତ ମନୁଷ୍ୟ ସତ୍ୟର ମୂଲ୍ୟକୁ ନ ବୁଝିଛି से पर्यंत नारायण मूल्य को बुझी पार भगवान पाखे पहुंचवा अनेक बाट भीतर जगत आज्ञा केते गुड़िए श्रेष्ठ बाट से श्रेष्ठ बाट गुड़िक कौन कौन ना आपण मानकर भक्त कवि मधुसूदन राव से कौन कहले गोटा पद कहले कहले प्रभु बाट तो अनेक मते किंतु जोड़ा बाट रे ने अच्छा को बाट जोड़ा बाट किए ना सत्य पथे धर्म पथे गेने जा मते प्रभु गेने जा मते अपराध मोरा
ତୁ ଜାଣିପାରୁଛୁ ନା ନାଇଁ ର କହିଲେ ମୁଁ ଯଦି ମୋ ପାଠରୁ ମୁଣ୍ଡ ଖସେଇ ତ ବାଜାରେ ମୁଣ୍ଡ ପୁରେଇବି ଓହୋ ତାହେଲେ ମୁଁ ପାଲା କେମିତି ଗାଇବି ଟିକେ କମେଇ ଦେ ବାଜା ଏମିତି ମତେ ସହଯୋଗ କରିବୁ ନା ମୋ ମୁଣ୍ଡ ଖସେଇବୁ ଭଲ ର ଆଜ୍ଞା ତୁ ଯଦି ବାବା ମାପିବୁନି ମୁଁ 10 ପଦ ବାଜା ଉପରେ କହିବି କେମିତି ହବ ନା 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 ତୁ ଜ୍ଞାନୀ ମଣ୍ଡଳୀ ବିଚାର କରନ୍ତୁ ଆଚ୍ଛା କହିଲେ ପ୍ରଭୁ ହଁ ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମତେ ମତେ ଆପଣ ମାନେ ଯେତେ ଏଠି ବସିଛନ୍ତି ଆଜ୍ଞା ସାର୍ ଏଇ କଥା ଟିକେ ମନେ ରଖନ୍ତୁ କଣ ଜୀବନରେ ଯଦି ଗୋଟାଏ ମଣିଷ ଏଇ ଯୋଡା ପଥରେ ଚାଲୁଛି ଆଚ୍ଛା ତା ଜୀବନରେ ଅଗ ଗୋଡରେ କଣ୍ଟା ବାଜିବନି କଣ ସେ କଥା କଣ୍ଟା ଆସିବ ହ୍ୟାଲୋ ପାଖ ପର୍ଯ୍ୟନ୍ତ ଯିବ ସେ କିନ୍ତୁ କଷ୍ଟ ଫୁଟିବ ହେଲା ଭଳି ଲାଗିବ ଲାଗିବ କିନ୍ତୁ କିଛି ଅସୁବିଧା ହବ ସେତି କିଛି କରିବନି ସେ ପଥ ଯୋଡିକ କିଏ କିଏ ନା ଗୋଟାଏ ହଉଛି ସତ୍ୟର ପଥ ଆଉ ଗୋଟେ ଆଉ ଗୋଟା ହଉଛି ଧର୍ମର ପଥ କହିଲା ଯୋଉ ମଣିଷ ସତ୍ୟ ପଥରେ ଚାଲେ ଚାଲେ ମଉସା ଆପେ ଆପେ ତା ପାଇଁ ଧର୍ମର ବାଟଟା ପରିଷ୍କାର ହେଇଯାଏ ଠିକ ଆଉ ସତ୍ୟ ବାଟରେ ଧର୍ମ ବାଟରେ ଚାଲିବା ମଣିଷ ହଁ ଭଗବାନଙ୍କ ପ୍ରେମରେ ଉବୁଟୁବୁ ହୁଏ ରେ କିନ୍ତୁ ଆଜ୍ଞା ଯେ ପର୍ଯ୍ୟନ୍ତ ମଣିଷ ସତ୍ୟ ପଥକୁ ନ ଆଦରିଛି ଆଜ୍ଞା ଧର୍ମର ପଥକୁ ନ ଆଦରିଛି ହେଲା ସିଏ ଯେତେ ମନ୍ଦିର ତୋଳୁ ହଁ ଯେତେ ଭଗବାନଙ୍କ ନାଁକୁ ଜପ କରୁ ଜପ କରୁ ଯେତେ ଗୀତା ପଢୁ ହଁ ଯେତେ ଭାଗବତ ପଢୁ ହଁ ଭଗବାନଙ୍କ ପ୍ରେମରେ ତାର ମନ ରହିବନି ନା କାହିଁକି ଆଜ୍ଞା କାହିଁକି କଣ ହବ କଣ ହବ ଅଭିରାମପର ମହଞ୍ଚ କଣ କହିଲେ ଲୋ କୋଇଲି ଟପ ଟପ ମାରା ଗଡୁଆ ହସିଲୋ କୋଇଲି ଲୋ କୋଇଲି ଆରେ ପବର ଗହଳିଲା ନଦୀ ଦଇକି ଥିବ କୋଇଲି ଟପ ଟପ ମାରା ଗଡୁଆ ଥିଲୋ ଇଲି ଲୋ କୋଇଲି ଟପ ମାରା ଗଡୁଆ ଥିଲୋ କଲେ ମାଳା ଗଡେଇବୁ ଗଡେବି ମାଳାର ଯଦି ମନ ନାହିଁ ନାଇଁ ମାଳା ଜପ କରିବାର କିଛି ଫଳ ମିଳିବ ନା ମନ ତ ନାଇଁ ଫଳ ଆସିବ କୁଆଡୁ ପଇସା ଖାଲି ଟିପଟା ଦରଜ ହବା ସାର ହବ ସିନା ହେଲା ହେଲା କିନ୍ତୁ କିନ୍ତୁ ଫଳ ମିଳିବନି ନାଇଁ କୁନା ମାଳା ଗଡେଇଲା ବେଳେ ମାଳାରେ ମନ ନଥିଲେ ଓହୋ ଯେମିତି ଟିପ ଦରଜ ହବା ସାର ସିନା ମାଳାରେ ଫଳ ମିଳିବନି ନାଇଁ ଠିକ ସେଇ ପ୍ରକାର ହଁ ଭଗବାନ ଇଏ ଆମେ ଯଦି ଯେପର୍ଯ୍ୟନ୍ତ ସତ୍ୟ ପଥରେ ଆଉ ଧର୍ମ ପଥରେ ଯାଇନେ ନାଇଁ ଆମେ ଯେତେ ଭଗବାନଙ୍କୁ ଡାକିଲେ ବାସେ କିଛି ମୂଲ୍ୟ ନାହିଁ ମୂଲ୍ୟ କିଛି ନାହିଁ ଭଗବାନଙ୍କ ପ୍ରେମରେ ମନ ଆମର ଉବୁଟୁବୁ ହବନି ନା ନା ତେଣୁ କବି କହିଲେ ପ୍ରଭୁ ହଁ ଯୋଡା ତ ବାଟ ବାଟ। ଗୋଟା ସତ୍ୟର ବାଟ ଆଉ ଗୋଟେ ଗୋଟା ଧର୍ମର ବାଟ ବାଟ। ଇଏ ସତ୍ୟ ପଥରେ ଧର୍ମ ପଥରେ ମୁଁ ଚାଲିଲେ ହେ ହେ ଆପଣଙ୍କ ପ୍ରେମରେ ମୋ ମନ ଉବୁଟୁବୁ ହବ ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ବେଶ ପ୍ରଭୁ ପରମ ଶରଣ ହଁ ଏ ଜୀବନ ଶ୍ରୀ ଚରଣେ କଲି ସମର୍ପଣ ସାରେ ସେଇ ଲୋକ ସତ୍ୟ ପଥର ମୂଲ୍ୟକୁ ବୁଝିପାରିବ କିଏ ସେଇ ଲୋକ ଧର୍ମ ପଥର ମୂଲ୍ୟକୁ ବୁଝିପାରିବ କିଏ ଯୋଉ ଲୋକ ଭଗବାନଙ୍କର ଚରଣାର ବିନ୍ଦରେ ମନ ପ୍ରାଣକୁ ସମର୍ପଣ କରିଦେଇଥିବ ଆଜ୍ଞା ଆଜ୍ଞା ହଁ? ଠିକ ଏ ଜୀବନ ଶ୍ରୀ ଚରଣେ କଲି ସମର୍ପଣ ସମର୍ପଣ ଯଦି ସତ୍ୟ ପଥରେ ଚାଲୁନୁ ଆଜ୍ଞା ତାହେଲେ ଭଗବାନଙ୍କର ଏ ପ୍ରେମକୁ ତୁ ଅନୁଭବ କରିପାରିବୁ ନାଇଁ ନାଇଁ ତୁ ମନେ ରଖ ହଁ ଆଚ୍ଛା ଦୁନିଆରେ ସତ କଣ କହିଲୁ ସତ୍ୟ କାହାକୁ କହିବା ସତ୍ୟ ସତ୍ୟ କଣ କହ ସତ୍ୟ ଏଠି ପାଲା ହଉଛି ସତ୍ୟ ଏଇଟା ସତ୍ୟ ଆଉ କଣ ପାଲା ହଉଛି ସତ୍ୟ ତତେ କିଏ କହିଲା ମୁଁ କହୁଛି ପାଲା ଏଠି ହଉଛି ସତ୍ୟ ପାଲା ଏଠି ହଉଛି ମିଛ କେମିତି ପାଲା ସତ ହଉନି ସତ କୋଉଟା କୋଉଟା ସତ ତୁ ବୁଝୁ ପାଲାରେ ମୁଣ୍ଡ ଦେ ଆଡୁ ସାଡୁ କଥା କହନା ଆଜ୍ଞା ଅଭିରାମ ପରମହଂସ କହିଲେ ହଁ କହିଲେ ଅନୁଭବକୁ ସତ୍ୟ କହି ଆରେ କହି ଅଭିରାମ ଭାଇ କହି ଅଭିରାମ ଭାଇ ପପୁ ବାବୁ କାହ୍ନୁ ବାବୁ କୁଆଡେ ଗଲେ ଏଠି ଅଛନ୍ତି ଛିଡା ଏଇଠି ଆ ଭଲ ଦର୍ଶନ ମିଳୁନି ହଁ ହଉ ହଉ ପ୍ରଭୁ ନାରାୟଣ କଲ୍ୟାଣ କରନ୍ତୁ ପପୁ ବାବୁଙ୍କର କାହ୍ନୁ ବାବୁଙ୍କର କୋରାଙ୍ଗ ଗ୍ରାମବାସୀ ମାନଙ୍କର କୋରାଙ୍ଗର ଆବାଳ ବୃଦ୍ଧ ବନିତା ସମସ୍ତଙ୍କର କଲ୍ୟାଣ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦ ଗବାନ ହରି ହଉ ହଉ ପ୍ରଭୁ କଲ୍ୟାଣ ହଉ ସପରିବାର କଲ୍ୟାଣ ହଉ ଏମିତିଆ ଯୋଗ୍ୟ ପିଲା ଗୋଟା ନୁହଁ ପାଞ୍ଚଟା ଗୋଟା ଗୋଟା ଗାଁରେ ଜନ୍ମ ହୁଅନ୍ତୁ ଆଉ ମୁଁ ତ ଭଗବତୀକି ଡାକୁଛି ଆଜ୍ଞା ଆମ ଗାଁରେ ଏମିତିଆ ଗୋଟା ଯୋଗ୍ୟ ପିଲା ଜନ୍ମ ହୁଅନ୍ତା କି ପାଲା ହଉ ହବ ତିନି ରାତି ବାଦ ପାଲା କରିବା ପାଇଁ ଶତ ଚେଷ୍ଟା କରି ମଧ୍ୟ ଆମ ଗାଁରେ ପାଲା କରେଇ ହଉନି ନାଇଁ ପରା ଆପଣଙ୍କ ଏ ଗାଁରେ ମଧ୍ୟ ପୂର୍ବରୁ ବାଦ ପାଲା ମଞ୍ଚଟିଏ ଥିଲା ହଁ ହଁ ମୁଁ ଏ ଗାଁକୁ ଆଗରୁ ଟିକେ ପାଲା ବୋଲି ଆସିଛି ବାସ୍ ବୋଧେ ଏ ଥରକୁ ହିସାବ କଲେ
ଆପଣଙ୍କ କୋରାଙ୍ଗ ଗାଁରେ ମୋର ପାଲା ଗାଇବା ତୃତୀୟ ଥର ହେଲା ହଁ ନା ନାଇଁ ଆଜ୍ଞା ବହୁ ବର୍ଷ ପୂର୍ବରୁ ଗୋଟା ଥର ମରିଗଲେଣି ସୁନୀଲ ମହାପାତ୍ର ହଁ ଗତ ବର୍ଷ ଥିଲେ ଏ ବର୍ଷ ନାହାନ୍ତି ନାଇଁ ପରା ସୁନୀଲ ମହାପାତ୍ରଙ୍କର ମୋର ଗୋଟାଏ ବର୍ଷ ଆସିଥିଲୁ ଏଠିକି ହଁ ତାପରେ ଗତ ବର୍ଷ ବନ୍ଧୁ ହୋତାଙ୍କ ସହିତ ମୋର ଆସିଥିଲୁ ହଁ ଏ ବର୍ଷ সোনা ଭାଇନାଙ୍କର ମୋର ସାର୍ ପାଲା ମଞ୍ଚଟିଏ କରିବା ତ ସହଜ କଥା ନୁହଁ ନା ଆଉ କାନୁ ବାବୁକୁ ଯେତିକି ଧନ୍ୟବାଦ ଦେବା କଥା ତାଠୁ ଅଧିକ ଧନ୍ୟବାଦ ମୁଁ ଆପଣ ମାନଙ୍କୁ ଦଉଛି ଯେ ଆପଣ ମାନେ ଏତେ ସଂଖ୍ୟାରେ ସହଯୋଗ କରୁଛନ୍ତି ଶ୍ରବଣ କରୁଛନ୍ତି ଆଉ ସାର୍ ଗତ ବର୍ଷଠୁ ତ ଏ ବର୍ଷ ବହୁତ ଲୋକ ହଁ ବଡ ଆନନ୍ଦର କଥା ବହୁତ ବହୁତ ତେଣୁ ଆପଣ ମାନଙ୍କୁ ନାରାୟଣ ଶଙ୍ଖରେ ପୁରେଇ ଚକ୍ରରେ ଛାଇ କରିଥାନ୍ତୁ ହେଲୋ ସମସ୍ତଙ୍କର କଲ୍ୟାଣ କରନ୍ତୁ ମହାପ୍ରଭୁ ସତ୍ୟ ନାରାୟଣ ହଁ ସର୍ବେ ବୋଲନ୍ତୁ ଆନନ୍ଦ ହରି ବୋଲ ହରି ହରି ବୋଲ କୁନା ଆଜ୍ଞା ସତ୍ୟ କଣ ସତ୍ୟ ନା ଅଭିରାମ ପରମହଂସ କହିଲେ ଜୀବନରେ ସବୁଠୁ ବଡ ସତ୍ୟ ହଉଛି ଅନୁଭବ ଅନୁଭବ ସାର୍ ଯିଏ ଅନୁଭବ ନ କରିଛି ଓ ତାହା ସତ୍ୟ ବୋଲି ଗ୍ରହଣ କରିପାରିବାନି ନାଇଁ ନାଇଁ ତେଣୁ ସତ୍ୟ ପଥରେ ଗଲେ କଣ ହବ କଣ ହବ? ଧର୍ମ ପଥରେ ଗଲେ କଣ ହବ ହଁ। ସାର୍ ଆମେ ସିନା ନିଜେ ସତ୍ୟ ପଥରେ ଯାଇ ଅନୁଭବ କଲେ ଜାଣିବା ହଁ ସତ୍ୟ ପଥରେ ନ ଯାଇ ହଁ। ଧର୍ମ ପଥରେ ନ ଯାଇ ଆଚ୍ଛା ଆମେ ଯଦି ସତ୍ୟର ମୂଲ୍ୟ ବୁଝିବାକୁ ଚେଷ୍ଟା କରିବା ପାରିବା କି ରେ ସତ୍ୟର ମୂଲ୍ୟ କଣ କଣ ନା ଜଗତରେ ଯେତେ ନା ମୁଁ ଯେମିତି କହିଲି ସବୁଠୁ ମୂଲ୍ୟବାନ ସତ୍ୟ ନାରାୟଣ ଆଜ୍ଞା ଆଜ୍ଞା ଇଏ ନାରାୟଣଙ୍କ ନାଁଟାକୁ ଏତେ ମୂଲ୍ୟବାନ କରିଦେଇଛି ଆଜ୍ଞା ଗୋଟାଏ ଶବ୍ଦ ସେ ସତ୍ୟ ସତ୍ୟ ନାରାୟଣ ପୂର୍ବରୁ ଯଦି ସତ୍ୟ ଚନ୍ଦନ ଲାଗିଥାନ୍ତା ଆଚ୍ଛା ଆଚ୍ଛା ନାରାୟଣ ଆଜି ପୂଜା ପାଉନଥାନ୍ତେ ଇଏ ଆଜ୍ଞା କାଇଁ ପୂଜା କରିଥାନ୍ତା ଆପଣ ଚିନ୍ତା କରନ୍ତୁ ଓ। ତାହେଲେ ସତ୍ୟ ନାରାୟଣକୁ ପୂଜା କରିଛି ଆଜ୍ଞା ଜଗତରେ ଯେତେ ପଥ ଓହୋ ସବୁଠାରୁ ଶ୍ରେଷ୍ଠ ପଥ ହଉଛି ସତ୍ୟର ପଥ ସତ୍ୟ ପଥ ପୁନା ଜଗତରେ ସବୁ ଅନୁଭବ ଠାରୁ ଶ୍ରେଷ୍ଠ ଅନୁଭବ ହଉଛି ସତ୍ୟର ଅନୁଭବ ଆଜ୍ଞା ଆଜ୍ଞା ଆଉ କଣ କଣ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ସିଏ କଣ କହିଲେ ଗୋଟା ପଦ କହିଲେ କଣ କହିଲେ ସତ୍ୟ ସର୍ବଗୁଣ ମଧ୍ୟରେ ସତ୍ୟ ସର୍ବଗୁଣ ମଧ୍ୟରେ ତାର ସତ୍ୟ ସର୍ବଗୁଣ ମଧ୍ୟରେ ତାର ସତ୍ୟ ସର୍ବଗୁଣ ମଧ୍ୟରେ ତାର ସତ୍ୟକୁ କରିବୁ ବଳାର ହାର ସତ୍ୟକୁ କରିବୁ ବଳାର ହାର ସଦା ସତ୍ୟ ଥିବୁ ରଖିଦେ ସଦା ସତ୍ୟ ଥିବୁ ରହିରେ ସଦା ସତ୍ୟ ଥିବୁ ରଖିରେ ସଦା ସତ୍ୟ ଥିବୁ ରଖିରେ ଅସତ୍ୟ କରିଲେ ଜାଣିଥିବୁ ତମେ ଅସତ୍ୟ କରିଲେ ଜାଣିଥିବୁ ଇଏ ଅସତ୍ୟ କହିଲେ ଜାଣିଥିବୁ ଭଲେ ଅସତ୍ୟ କରିଲେ ଜାଣିଥିବୁ ଭଲେ ଆପେ ଆପେ ଯିବୁ ଠକିରେ ଆପେ ଆପେ ଯିବୁ ଠକିରେ ଆପେ ଯିବୁ କିରେ ଆପେ ଯିବୁ ଠକିରେ ଆପେ ଆପେ ଯିବୁ ବୀରବର କୌତୁକି ଶୁଣିବ ଦେଇ ମନ ଆପେ ଆପେ ଯିବୁ ଯାହା ପାରିବ ସଦାରେ ହୋଇବ ଆଲୋକନ ଆପେ ଆପେ ଯିବୁ ଇଏ ବସି ଶୁଣୁଥିବ ଆଜିବ ବହୁତ ଦଣ୍ଡ ଆପେ ଆପେ ଯିବୁ ଆପଣଙ୍କୁ କଲ୍ୟାଣ ବାଞ୍ଛିବେ ଦେବ ନାରାୟଣ ଆପେ ଆପେ ଯିବୁ ଇଏ ଶଙ୍ଖର ପୁରାଇ ଚକ୍ର ଧରିଥିବେ ଚାରି ଆପେ ଆପେ ଦୟା କରୁଥିବେ ଆପଣଙ୍କୁ ବନ୍ଧନ ଗୋଟାଇ ଆପେ ଆପେ ଯିବୁ ଆଚ୍ଛା ବିଶୁ ତା ଭିତରେ ମାଇକିଟା ରଖିବାକୁ ଏମିତି ସୁବିଧା ନାହିଁ ତ ମୁହଁ ବେଶୀ ବଢିଗଲାଣି କଣ ତୁ ଶୁଣିବା ଦରକାର ମତେ ତ ଶୁଭୁଛି ତତେ କେମିତି ଶୁଭୁନି ହଁ କହିଲା ଟୋଟାଲ ଶୁଭୁନି ତୁ ଏମିତି ହେଲେ ଆର ପାଲାଠୁ ମୁଁ କହିବି ଟୋଟାଲ ବାଜେ ମାଇକି ବନ୍ଦ ହବ ତୋ ପାଇଁ ହଁ ର ଜ୍ଞାନୀ ମଣ୍ଡଳୀ ପାଲା ଆଜ୍ଞା ବାଜା ବୁଡଉନି ତ ତାହେଲେ ଠିକ ଅଛି ଶୁଭୁନି ବା ବାଜା ପଦାକୁ ଶୁଭୁନି ଯେ ଆରେ ପଦାକୁ ଶୁଭୁନି କିନ୍ତୁ ଆମକୁ ଏଠି ଶୁଭୁନି ଏଠି ବୁଡେଇ ପକଉଛି ଆମକୁ ବା ମୋ ମୁଣ୍ଡଟା ବାରମ୍ବାର ସିଟି ଖସି ଯାଉଛି ତା ବାଜାକୁ ହଁ ହଁ ର ହଉ ଆଉ ଆପଣ ମାନେ ଯୋଉ ଟିକେ ଟେକି ଦଉଛନ୍ତି ତାକୁ ଟିକେ ମାଇଲୁ ସିଏ ନଗି ଉପରେ ଉଠିକି ଯାଇ ବସୁଛି ଆଉ ର ଜ୍ଞାନୀ ମଣ୍ଡଳୀ କହିବାର ସେ ବା ଛଡେଇ ଦେଇକି ମାରୁଛି ଆଉ ଜାଣିପାରୁନୁ କଣ ତାଠୁ କାଇଦା ଆଉ କିଏ ଜାଣିଛନ୍ତି ନା କଣ ନାଇଁ ହଁ ସେ ବାଜା ବଜେଇଲାକୁ ମୁହଁକୁ ଦେଇ ଦଉଛି ମୁଁ କହିଲାକୁ ଛଡେଇ ଦେଇକି ମାରୁଛି କହୁଛି ଶୁଭୁନି ଦେଖୁନା ତା ବୋଉ ଶିଖେଇଛି ଆଉ ରହ ଜ୍ଞାନୀ ମଣ୍ଡଳୀ କହିବାର ଉଦ୍ଦେଶ୍ୟ କୁନା ଆଜ୍ଞା ପାଲାରେ ମନ ଦି ହଁ କବି କହିଲେ ସତ୍ୟ ସର୍ବଗୁଣ ମଧ୍ୟରେ ସାର ଯେମିତିଆ ଭଗବାନଙ୍କର ଯେତେ ନା ଶ୍ରେଷ୍ଠ ନା ସତ୍ୟ ନାରାୟଣ ଆଚ୍ଛା ଯେତେ ପଥ ଆଚ୍ଛା ଶ୍ରେଷ୍ଠ ପଥ ହେଲୋ ସତ୍ୟର ପଥ ସତ୍ୟର ପଥ ଯେତେ ଅନୁଭବ ଶ୍ରେଷ୍ଠ ଅନୁଭବ ଅନୁଭବ ସତ୍ୟର ଅନୁଭବ ଆଜ୍ଞା କଣ ବୁଝୁଛୁ ତୁ? ହଁ ସେମିତି ଯେତେ ଗୁଣ ଜଗତରେ ଆଜ୍ଞା ଆଜ୍ଞା ସବୁଠାରୁ ଶ୍ରେଷ୍ଠ ଗୁଣ ସତ୍ୟ ଗୁଣରେ ସାରେ ସତ କହିବା ଏଇଟା ହଉଛି ମଣିଷର ସବୁଠୁ ଗୋଟେ ଦୁର୍ଲଭ ଆଉ ଶ୍ରେଷ୍ଠ ଗୁଣ ମଣିଷ ତାକୁ ଅଭ୍ୟାସ କଲେ ହବନି ହବନି ଚେଷ୍ଟା କଲେ ହବନି ନାଇଁ
জন্ম জন্মান্তর সুকৃতর পুণ্য ফল থিলে এ সত্য মৌসা মଣିষ সত্য পথরে ଯିବ। নহলে কই পারিবনি কান্ত কবি লক্ষ্মীকান্ত মহাপাত্র কহিলে হ্যাঁ। সত্য সর্বগুণ ମଧ୍ୟରେ ସାର ହେଲା ସତ୍ୟକୁ କରିବୁ ଗୋଳାର ହାର ଆର ସାର ଏ ହାରଟି ଆପଣ ମୋ ବେକରେ ଆଜି ଦେଇଛନ୍ତି ହଁ କାଲି ସକାଳୁ କି ଏ ହାର ଏ ନ ମଉଳି ପଡିବ ମଉଳି ଯିବ କିନ୍ତୁ ସତ୍ୟ ଆଜ୍ଞା ଏମିତିଆ ଗୋଟେ ହାର ହଁ ସେ ହାରକୁ ଯଦି ଆପଣ ବେକରେ ପକେଇବେ ବେଶ ଆପଣଙ୍କ ବେକରେ ସେ ଯେତେ ଅଧିକ ଦିନ ରହିବ ହଁ ହଁ ତାର ଔଜ୍ଜଲ୍ୟତା ସେତେ ଅଧିକ ବଢିବ। ଆପଣ ଯୋଉ ଜୁଏଲାରୀ ଦୋକାନରୁ ଯେତେ ଟଙ୍କା ଦେଇ ହାର କିଣନ୍ତୁ ଆଜ୍ଞା ସେ ହାର ଆଜ୍ଞା କିଛି ଦିନ ପରେ ତେଜ ହରେଇ ବସିବ ଘରେ ବସିବ ନା ଆଜ୍ଞା କିନ୍ତୁ ସତ୍ୟ ହଉଛି ଏମିତିଆ ଗୋଟେ ହାର ହଁ ସେ ହାରର ଔଜ୍ଜଲ୍ୟତା କମିବନି ନାଇଁ ବରଂ ଦିନକୁ ଦିନ ବଢିବ ତେଣୁ ସତ୍ୟକୁ କରିବୁ ଗୋଳାର ହାର ହାର ଅର୍ଥ ସତ୍ୟ ଇଏ ଯଦି ଗୋଳାର ହାର କରିବାର ଇଚ୍ଛା ଆଜ୍ଞା ସତ୍ୟକୁ ହାର କରିବୁ ହଁ ସତ୍ୟ କହି ସତ୍ୟକୁ କଣ ହାର କରିବୁ କଣ? ନା କବି କଲେ କଣ୍ଠର ଭୂଷଣ କଣ ହଁ। ନା ସତ୍ୟ କଣ୍ଠ ଭୂଷଣମ୍ ଆଜ୍ଞା। ଶାସ୍ତ୍ର କହିଛି ହଁ। ତାହେଲେ ହସ୍ତସ୍ୟ ଭୂଷଣମ୍ ଦାନ ସତ୍ୟ କଣ୍ଠସ୍ୟ ଭୂଷଣମ୍ ଅର୍ଥ ହାତର ଅଳଙ୍କାର ହଉଛି ଦାନ ସାରେ ହାତର ଅଳଙ୍କାର ସୁବର୍ଣ୍ଣ କଙ୍କଣ ନୁହଁ ନାଇଁ ନାଇଁ ହସ୍ତସ୍ୟ ଭୂଷଣମ୍ ଦାନମ୍ ଦାନ କୁନା ଆଜ୍ଞା ଶାସ୍ତ୍ର ସ୍ୱତ୍ରସ୍ୟ ଭୂଷଣମ୍ ଆଜ୍ଞା କାନର ଭୂଷଣ କଣ ଭେଣ୍ଡି ନା ପେଣ୍ଡି ନୁହଁ ଆଉ ଫୁଲ ନୁହଁ ଆଉ କର୍ଣ୍ଣପୁର ନୁହଁ ଆଉ କଣ ନା କାନର ଭୂଷଣ ହଉଛି ଶାସ୍ତ୍ର ବଚନ ଏ ଶାସ୍ତ୍ର ବଚନ ଶୁଣିବା ଦରକାର ଆପଣ ମାନେ ବସିଛନ୍ତି ଆଜ୍ଞା ମୁଁ ଶାସ୍ତ୍ର କଥା ଗୁଡିଏ ଯଦି କହିଲି ହଁ ସେ କାନ ଶୁଣିଲେ ଆଜ୍ଞା ପବିତ୍ର ହବ ଠିକ ମୁଁ ଯଦି ଅବାସ୍ତବ ଅବାନ୍ତର କଥା ଗୁଡିଏ କହିବି ହେଲା ହେଲା ସାର୍ ସେଥିରେ କର୍ଣ୍ଣ ପବିତ୍ର ହବନି ଅପବିତ୍ର ତେଣୁ କାନର ଭୂଷଣ କୁଣ୍ଡଳ ନୁହଁ ନାଇଁ ନାଇଁ କର୍ଣ୍ଣପୁର ନୁହଁ ନାଇଁ ପେଣ୍ଡି ନୁହଁ ନାଇଁ କାନର ଭୂଷଣ ଶାସ୍ତ୍ର କଥା ଶୁଣିବା ବେଶ କୁନା ଆଜ୍ଞା କଣ୍ଠର ଭୂଷଣ କଣ ସତ୍ୟ କଣ୍ଠସ୍ୟ ଭୂଷଣ ଆଜ୍ଞା ସତ୍ୟ ହଉଛି କଣ୍ଠର ଭୂଷଣ ଭୂଷଣ ଇଏ ଭୂଷଣକୁ ଯିଏ ପରିଧାନ କରିଛି ହଁ ଭୂଷଣ କିମ୍ ପ୍ରୟୋଜନମ୍ ହଁ ତାର ଆଉ ଅଳଙ୍କାରରେ ଲାଭ କଣ ନାଇଁ ନାଇଁ ତେଣୁ ମୋ କହିବାର ଉଦ୍ଦେଶ୍ୟ ଆସେ ଗଳାର ହାର ହଉଛି ସତ୍ୟ ସତ୍ୟ ସଦା ସତ୍ୟ ଥିବୁ ରଖି ହଁ ଜୀବନ ତାରା ଯଦି ଯେତେ ବିପତ୍ତି ଆସୁ ଆସୁ ଯେତେ କଷ୍ଟ ଆସୁ ଆଜ୍ଞା ସତ୍ୟ ପଥରେ ଚଳିବୁ ହେଲା ସତ କଥା କହିବୁ ହଁ ସତ ଇଏ କର୍ମ କରିବୁ ହେଲା କୁନା ଆଜ୍ଞା ତାହେଲେ ତୋର ବିଜୟ ଲାଭ ହବ ହବ ଅସତ୍ୟ କହିଲେ ଜାଣିଥିବୁ ଭଲେ ଆପେ ଆପେ ଯିବୁ ଠକିରେ ହେ ତୁ ସତ ଚେଷ୍ଟା କଲେ ଆଜ୍ଞା ସତ୍ୟର ବିଜୟ ନୁହଁ ଆପଣ ମାନେ ଦେଖିଥିବେ ହଁ, ସତ୍ୟ। ଭାରତୀୟ ସଂସ୍କୃତିରେ ହଁ। ଆମ ଜାତୀୟ ସ୍ତମ୍ଭ ଅଶୋକ ସ୍ତମ୍ଭ ହଁ। ହଁ ନା ନାଇଁ ଆଜ୍ଞା ବେଦ ଉପନିଷଦ ଶାସ୍ତ୍ର ପୁରାଣ କେତେ କଣ ଅଛି ଭାରତରେ ଆଜ୍ଞା ସାରେ ଗୋଟା ଧାଡି ସେ ସ୍ତମ୍ଭ ତଳେ ଲେଖାଗଲା କଣ କଣ କଣ? ସାର୍ ଅଶୋକ ସ୍ତମ୍ଭ ତଳେ ଓ ଗୋଟା ଧାଡି ଲେଖା ହେଇଛି କଣ ସାର୍ ସେ ଧାଡିଟା କଣ ମତେ ଟିକେ ସହଯୋଗ କରିବେ ନା ଟିକେ ଟିକେ ଅକ୍ଷର ଆମେ ପଢି ପାରୁନୁ ଆଉ ସତ୍ୟମେବ ଜୟତେ ହଁ। ତାର ତ ମୁଁ ଆପଣଙ୍କୁ ଏ କଥା ପରୀକ୍ଷା କରିବାକୁ ପଚାରୁନି ନାଇଁ ମତେ ସହଯୋଗ କରିବା ପାଇଁ ପଚାରୁଛି ଠିକ ସିଏ ମାଡୁଆଟାକୁ ପଚାରିଲେ ମତେ ନେଇ କୁଆଡେ କଣ ପୁରେଇବ ଓହୋ ର ତା ମୁଣ୍ଡଟା ଯୋଉଦିନ ଟାଣ କରିଦିଅନ୍ତା ମୁଁ ମୋଟେ କୁଆଡେ ପଚାରନ୍ତିନି ମତେ ପଚାର ଏଣିକି ଭୁଲ ହେଲେ ଗାଁ ବାଲା ଦେଇ ପଚାର ଏଣିକି ନା ଭୁଲ ହେଲେ ଗାଁ ବାଲା ଦାୟୀ ଆଉ ଛୋଟ ଛୋଟ ଅକ୍ଷର ଆମେ ପଢିନୁ ସେଟା କଣ ଲେଖା ହେଇଛି ଗୁନ୍ଦୁରୁ ଗୁନ୍ଦୁରୁ ଦେଖେ କହିଲା ଛୋଟ ଛୋଟ ଅକ୍ଷର ଗୁନ୍ଦୁରୁ ଗୁନ୍ଦୁରୁ ଅକ୍ଷର ମୁଁ ପଢିନୁ ପଢିନି ଅରେ ତୁ ପଢିନୁ ସିଏ ବାବୁ କେମିତି ପଢିଲେ ସିଏ ପଢିଥିବେ ର ଜ୍ଞାନୀ ମଣ୍ଡଳୀ ଆଜ୍ଞା ତେଣୁ ଅଶୋକ ସ୍ତମ୍ଭ ତଳେ ହଁ। ଗୋଟା ଧାଡିକୁ ନିପୁଅ ଲେଖା ହେଇଛି ସତ୍ୟମେବ ଜୟତେ ହଁ। ଅର୍ଥ ହେଲୋ ସତ୍ୟର ହିଁ କେବଳ ଜୟ ହୁଏ ଜୟ ହୁଏ। ଅର୍ଥ ଯୋଉ ଲୋକ ସତ୍ୟକୁ ଜାଣି ଦେଇଛି ହେଲୋ ସେ ସାମୟିକ ଭାବରେ କଣ ଆଜ୍ଞା ତାର ହୁଏ ଅଲଗା କଥା ଆଜ୍ଞା ଆଜ୍ଞା କିନ୍ତୁ ପରିଚୟର ଶେଷ କଥା ଓ ତାର ଶବ୍ଦଟା ପରାଜୟ ଏ କଥାକୁ ସମର୍ଥନ ଜାଣି କିଏ ଆଉ ଜଣେ କବି ଆସିଲେ କିଏ ସେ କବି କିଏ କିଏ? ଆପଣ ମାନଙ୍କର ଠାକୁର ଅନୁକୂଳ ଚନ୍ଦ୍ର ସେ କଣ କହିଲେ ଅନୁକୂଳ ଚନ୍ଦ୍ର କହିଲେ ହଁ। କଣ କଣ? ନା ସତ ଦେବେ ହୁଏ ସଙ୍ଗ ତୁମର ସତ୍ୟବେ ହୁଏ ସଙ୍ଗ ତୁମର ସତ ଦେବେ ହୁଏ ସଙ୍ଗ ତୁମର ସତ୍ୟବେ ହୁଏ ସଙ୍ଗ ତୁମର ଭାବ ଦେବେ ହୁଏ ମହାନ ଉଚ୍ଚ 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 ବିଶ୍ୱ ଦୁଆରେ ସାଧନା ତୁମର ବିଶ୍ୱ ଦୁଆରେ ସାଧନ ତୁମର ଇଏ ବିଶ୍ୱ ଦୁଆରେ ସାଧନା ତୁମର ବିଶ୍ୱ ଦୁଆରେ ସାଧନ ତୁମର ହେବନି ବ୍ୟର୍ଥ ହେବନି ତୁଚ୍ଛ ହେବନି ବ୍ୟର୍ଥ ସାର୍ କେତେ ମୂଲ୍ୟବାନ କଥା ଏ। ହଁ
এইଥିପାଇଁ ତ ସେ ଠାକୁର ହିଁ ମନ୍ଦିରରେ ପୂଜା ପାଉଛନ୍ତି ଆଉ ଆଁ? ଆଜ୍ଞା କହିଲେ ସତ ଯେବେ ହୁଏ ସଙ୍ଗ ତୁମର ହଁ ହଁ ରେ ମଣିଷ ହଁ। ଜୀବନରେ ତୁ ଯଦି ସତ ଭଳିଆ ଗୋଟା ପବିତ୍ର ଜିନିଷକୁ ସାଙ୍ଗ କରିଛୁ ବାସେ ତୋ ଭାବ ଆପେ ଆପେ ଉଚ୍ଚ ହେଇଯିବ ମନକୁ ତ ଉଚ୍ଚ ହେଇଯିବ ଭାବ ଆପେ ଆପେ ଉଚ୍ଚ ହେଇଯିବ ଆଜ୍ଞା ଭାବ ଯେବେ ହୁଏ ମହାନ ଉଚ୍ଚ ହ୍ୟାଲୋ ଭାବ ଯେତେବେଳେ ଉଚ୍ଚ ହେଇଯିବ ଆଜ୍ଞା ବିଶ୍ବ ଦ୍ୱାରେ ସାଧନା ତୁମର ହେବନି ବ୍ୟର୍ଥ ହେବନି ତୁଚ୍ଛ ବିଶ୍ବ ଦ୍ୱାରରେ ଆଜ୍ଞା ତୋ ସାଧନା ବ୍ୟର୍ଥ ହବନି ତୁଚ୍ଛ ହବନି ରେ ହେ ର ସାର ଏ କଥାର ମୂଲ୍ୟ ସାରା ଜଗତ ବୁଝିଛି ବୋଲି ହେଲା ଆମେ ପିଲା ଦିନରୁ ଗୋଟେ ପ୍ରାର୍ଥନା କଣ ଏଠି ଯେତେ ଲୋକ ବସିଛନ୍ତି ଆଜ୍ଞା ସମସ୍ତେ ସେ ପ୍ରାର୍ଥନାଟା ଜାଣିଛନ୍ତି ହଁ ହଁ ସାରା ଓଡିଶାରେ ଯେତେ ବିଦ୍ୟାଳୟ ଅଛି ଅଛି ସବୁ ବିଦ୍ୟାଳୟରେ ସେ ପ୍ରାର୍ଥନା ନିଶ୍ଚିତ ବୋଲା ହେଇଛି ହଁ ଆଜ୍ଞା କଣ ସେ ପ୍ରାର୍ଥନାରୁ ଗୋଟା ପଦ ବୋଲୁଛି ଆଜ୍ଞା ଶେଷ କଥା କହିଲେ ଓ ଭଗବାନଙ୍କୁ ମାଗୁଛି ଭକ୍ତଟିଏ କଣ ବା ଚପଳମତି ଶିଶୁଟିଏ କିଛି ନ ବୁଝିଲା ବେଳେ ହେଲା ତା ତୁଣ୍ଡରେ ତା କଣ୍ଠରେ ହଁ ଭଗବାନଙ୍କୁ ମାଗିବା ପାଇଁ ଆମେ କହୁଛେ ହଁ କଣ ମାଗୁଛେ ଆଜ୍ଞା କଣ କହିଲେ ପ୍ରଭୁ ଓହୋ। ଇଏ ସତ କହିବାକୁ କିଆ ଡରିବୁ ସତ କହିବା ପଦେ ମାଲେ ମାରିବି ସତା କହିବା ପଦେ ମାଲେ ମାରିବି ସତା କହିବା ପଦେ ମାଲେ ମାରିବି ମୋତେ ଏତିକି ଶିକ୍ଷା ପାଇଏ ମୋର ଧନ ର କୁନା ବୁଢାର କାଢୁଟି ପାଉନି ଆଜି ହଁ ଲଗେଇ ଦଉଛି ର ସ୍ୱରୁଟି ଟିକେ ଦୁର୍ବଳ ହେଇଛି ହଁ। ତଥାପି କଣ ଲଢିବା ଛାଡୁଛି କି ନା ନା ହଁ? ହେ। ତଥାପି କାନ୍ଧ ଲଗେଇ ଦଉଛି ନା ଭାଉଜ କହିଛନ୍ତି କହିଲେ ଦୁର୍ବଳ ହବନି ର ତାଙ୍କ ପାଖରେ। ର ର ଆରେ ଆଜ୍ଞା। ଓଡିଶାର ଗୋଟା 1 ନମ୍ବର ସଙ୍ଗୀତ ସେ ହଁ ହଁ? ଆଜ୍ଞା ତେଣୁ ଇଏ ଖରା ଇଏ କାକରରେ ବୁଲାବୁଲି କରି ହଁ ସ୍ୱର ଦୁର୍ବଳ ହେଲେ ବି ସାରୁ ବିକି ଏ ସାରୁ ତାଡ଼ିକିରି ମାଡୁଆଟା ର ହେ ସ୍ୱର ଦୁର୍ବଳ ହେଲେ ବି ହଁ ଠକିବାକୁ ଚେଷ୍ଟା ଅଛି ନା 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 ଫାଙ୍କୁଛନ୍ତି ନାଇଁ। ର ହେ। କୁନା ଆଜ୍ଞା ସାର୍ ଆମେ ଏଠି ଯେତେ ଅଛେ ହଁ ମୋ ପାଣ୍ଡିତ୍ୟ ଦେଖେଇବା ପାଇଁ ଏ ପଦ ମୁଁ ବୋଲୁନି ଆଉ କାରଣ ଆପଣ ମାନେ ସମସ୍ତେ ଏ ପଦ ଜାଣିଛନ୍ତି ହଁ ଛୋଟିଆରୁ ବଡ ପର୍ଯ୍ୟନ୍ତ ବାସ୍ ହୁଏତ ଜାଣିନଥିଲେ ଏଇ ଛୁଆଟା ଜାଣିନଥିବ ହଁ ଟିକି ପିଲାଟା ଇଏ ଆଉ ଇଏ କିଛି କଥା କହି ଜାଣିନି ସମସ୍ତେ ଜାଣିଛନ୍ତି ଆଉ 2 ବର୍ଷ ତାହେଲେ ପଦଟା କାହିଁକି ମୁଁ ବୋଲିଲି ଆଜ୍ଞା କାହିଁକି ଅନେକ ପାଲା ମଞ୍ଚରେ ବେଳେ ବେଳେ ଜଣେ କୁହନ୍ତି ହଁ କିଏ କିଏ ହଁ। ଯେ କଣ ଆମେ ଏଇ କଥା ଜାଣିନୁ ପାଲା ବାଲା ସେଇ କଥା କହୁଛ ତଥାପି ସେଇ ପଦ ବୋଲୁଛ ହଁ। ମଉସା ଏ ପଦ ଜାଣିଛେ ଆମେ ହେଲା କିନ୍ତୁ ଆକୁ ଆମେ ବୁଝିନେ ଆଚ୍ଛା ଆଜି ପର୍ଯ୍ୟନ୍ତ ଆମେ ଆକୁ କାମରେ ଲଗେଇ ପାରୁନେ ବୁଝାଇଲ କଣ ବୁଝାଉଛ ଦେଖିବା କଣ କଣ ନା ଭକ୍ତ ବା ଭଗବାନଙ୍କ ନିକଟରେ ମାଗିଲା ହଁ ଚପଳମତି ଶିଶୁଟିଏ ଭଗବାନଙ୍କୁ ପ୍ରାର୍ଥନା କଲା ଓହୋ। କହିଲା ପ୍ରଭୁ ହଁ। ଜୀବନରେ ମତେ ଏତିକି ଶିଖାଅ ହ୍ୟାଲୋ ସତ କହିବାକୁ କିଆଁ ଡରିବି ବେଶ ସତ କହି ପଛେ ମଲେ ମରିବି ଅଛ ମୁଁ ମଲେ ପଛେ ମରିବି ହଁ ମତେ ସତ କହିବା ଶିଖାଅ ମିଛ ଶିଖାଅ। କହିବା ଶିଖାନି। ଶିଖାଅ ନାହିଁ ନା। ମତେ ଏତିକି ଶିଖାଅ ଚାହିଁଏ ଓହୋ। ଏତିକି ଅର୍ଥ ୟା ବ୍ୟତୀତ କିଛି ନ ଶିଖିଲେ ବି ମୋର ଚଳିବ ଚଳିବ ମୋର ଧନ ଜନ ଲୋଡା ନାହିଁ ଆଚ୍ଛା ଆଚ୍ଛା ଆପଣ ମାନେ ଏଠି ଯେତେ ଅଛନ୍ତି ହଁ ଜଣିଏ କିଏ କହିଲେ ମୋର ଧନ ଦରକାର ନାହିଁ ଆଉ ମୋର ସୁଭଦ୍ରା ଟଙ୍କା ଆସିଲାନି ଯେ ମୁଁ ଜନସେବା କେନ୍ଦ୍ର ଦୌଡ଼ି ଦୌଡ଼ି ମୋ ପାଦରୁ ଜୋତା ସରିଗଲା ଜଣିଏ କିଏ କହିଲେ ମୋର ଜନ ଦରକାର ନାହିଁ ଆଉ ସାର ସମସ୍ତଙ୍କର ଆମର ଧନ ଦରକାର ଜନ ଦରକାର ଆଜ୍ଞା ଭକ୍ତ କଣ ଭଗବାନଙ୍କୁ ପ୍ରାର୍ଥନା କରୁଛି ପ୍ରଭୁ ମୋର ଧନ ଜନ ପଛେ ଲୋଡା ନାହିଁ ହଁ ମତେ ସତ କହିବା ଶିଖା ତାଙ୍କ ପାଖେ ପୁଳେ ସାରେ କଥାର ମର୍ମକୁ ମୂଲ୍ୟକୁ ବୁଝିବା ହଁ। କଣ ମର୍ମ କଣ? ନା ଯେତେବେଳେ ମଣିଷ ସତ ପଛରେ ରହିବ ହଁ। ତା ପଛରେ ଧନ ଆଉ ଜନ ଗୋଡେଇବେ ହେ ଅର୍ଥ ଆମେ ନିଜକୁ ଏଇଭଳି ତିଆରି କରିବା ହଁ ଆଜିର ମଣିଷ ଟଙ୍କା ପଛରେ ଗୋଡଉଛି ଆଉ କୁନାରେ ହଁ। ଟଙ୍କା ପଛରେ ଗୋଡେଇଲେ ମଣିଷ ତୁ ପାରିବୁନି ଆଉ କାହା ତୁ ପଛରେ? ଏମିତି ନିଜକୁ ତିଆରି କର ହଁ ଟଙ୍କା ତୋ ପଛରେ ଗୋଡେଇବ ବାବାରେ ବୁଝନ୍ତୁ ଆଜ୍ଞା ହଁ ତୁ ଲୋକଙ୍କ ପଛରେ ଗୋଡେଇଲେ ପାରିବୁନି ନାଇଁ ଏମିତି ତିଆରି କର ଲୋକ ଆମ ପଛରେ ଗୋଡ଼ାନ୍ତୁ ଲୋକ ତୋ ପଛରେ ଗୋଡେଇବେ ହଁ। ଜ୍ଞାନୀ ମଣ୍ଡଳୀ ବିଚାର କରନ୍ତୁ ହଁ। ସେ ବାଟଟା କିଏ କିଏ? ନା ସତ୍ୟର ବାଟ ହଁ। ଇଏ କବିତାର ହଁ। ବା ଇଏ ପ୍ରାର୍ଥନାର ହଁ। କୁନା କବି କିଏ କିଏ ନା ତାଙ୍କ ଘର ଏଇ ନିକଟରେ କୋଉଠି ଆମ ପଡିଶା ଅଞ୍ଚଳରେ ହେଲା। ବାଇରୋଇ
ବାଇର କବି ନନ୍ଦ ରାମକୃଷ୍ଣ ନନ୍ଦ ଓ ଇଏ କବିତାର ରଚୟିତା ଆଜ୍ଞା ଆଜ୍ଞା ସୁନ୍ଦର ଭାବରେ କହିଲେ ହଁ। ତାହେଲେ କୁନା ଆଜ୍ଞା ମଲେ ପଛେ ଜଣେ ମରିବ ଏ ସତ ଛାଡ଼ିବିନି ସତକୁ ଛାଡିବା ଉଚିତ ନୁହଁ ଏତେ ସମୟ ମୁଁ ସତ୍ୟ 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 କହୁଛି ଆଜ୍ଞା ସେ ସତ୍ୟ କଣ ସତ୍ୟ କାହାକୁ କହିବା ସତ୍ୟ କାହାକୁ ଆମେ ବୁଝିବା ହଁ। ଅନେକ କବି ନ ଆସିଲେ ପାଲା ନାଇଁ ନାହିଁ ନାଇଁ ଆପଣ ଆଙ୍ଗୁଠି ପକେଇକି ଗଣିବେ 100 କବି ନ ଆସିବେ କି ନା ଆଜ୍ଞା ଆଜ୍ଞା ଜଗତରେ କେତେ ବୁଝିବା ସେ ସତ୍ୟ କଣ କଣ ନା ନାଇଁ ଆଜ୍ଞା, ତା ପୂର୍ବରୁ ଆଉ ଗୋଟେ ଶ୍ଲୋକ ବୋଲୁଛି ବୋଲୁ ନା ଜଗତରେ ଯେତେ ମଣିଷ ହଁ। ସବୁଠାରୁ ଶ୍ରେଷ୍ଠ ମଣିଷ କିଏ ଏ ବାପା ଶ୍ରେଷ୍ଠ ମଣିଷ କିଏ ହଁ ଏ ଆମର ମୋହନ ଚରଣ ମାଝି ରହ ଶ୍ରେଷ୍ଠ ମଣିଷ କହିଲା ମୁଁ କଣଟା କହୁଥିଲା ମୁଣ୍ଡ ବ୍ରେକ୍ ହେଇଗଲା ଓହୋ କହିଲା ମୋହନ ଚରଣ ଆଉ ମାଝି ଶ୍ରେଷ୍ଠ ମଣିଷ କିଏ କହିଲେ ସତ୍ୟତାର ମନୁଷ୍ୟାଣ ବାଚଚାର ମହିପତି ବାଚା ବିଚଳିତ ଯେନ ତେନ ଦୁଷ୍କୃତ ହାରିତା ସତ୍ୟ ସାର ମନୁଷ୍ୟାଣ ହଁ। କହିଲା ଜଗତର ଯେତେ ମଣିଷ ହଁ ସବୁଠୁ ସେଇ ମଣିଷ ଶ୍ରେଷ୍ଠ ଝିଅ ଜୀବନ କାଳ ଭିତରେ ଅବିଚଳିତ ଭାବରେ ଯେ ସତ୍ୟକୁ ପାଳନ କରି ରହିଛି ଆଜ୍ଞା ସତ କହିଛି ହଁ ସତ ବାଟରେ ଚାଲିଛି ଚାଲିଛି। ସତ କର୍ମ କରିଛି ହଁ ଆ ଆଚ୍ଛା ସେମିତି ବାଚ ସାରା ମହିପତି ବେଶ। ସେଇ ରାଜା ଜଗତର ଶ୍ରେଷ୍ଠ ହଁ ଯିଏ କଥା ଦେଇ ତା କଥାକୁ ରକ୍ଷା କରେ ଠିକ ବାଚା ବିଚଳିତ ଯେନ ହଁ। ଯାହାର କଥାର ବିଚଳିତ ହଁ। କଥାରେ ଠିକ ନାହିଁ ଏ ଝିଅ ତେନ ସୁକୃତ ହାରିତା ହଁ। ଅର୍ଥାତ୍ ଜୀବନରେ ଯେତେ ସୁକୃତ ସେ କରିଛି ବେଶ। ଭଲ କର୍ମ କରିଛି ହଁ ସବୁ ପଳେଇବ ଓ ତାହେଲେ ଜଗତରେ ଶ୍ରେଷ୍ଠ ପଥ ସତ୍ୟ ପଥ ଜଗତରେ ଶ୍ରେଷ୍ଠ ଗୁଣ ସତ୍ୟ ଜଗତରେ ଶ୍ରେଷ୍ଠ ହାର ସତ୍ୟ ଜଗତରେ ଶ୍ରେଷ୍ଠ ମଣିଷ ସତ୍ୟ ସତ୍ୟ ଜଗତରେ ସବୁ ହଉଛି ସତ୍ୟ ଶ୍ରେଷ୍ଠ ଆଜ୍ଞା ତାହେଲେ ଆମେ ବୁଝିବା ହଁ। ସେ ସତ୍ୟ କଣ ମା ମେନ ସେ ସତ୍ୟ କିଏ ଓଡିଶାର ମାଇଲି ଖୁଣ୍ଟି କବିବର ରାଧାନାଥ ରାୟ ସିଏ କଣ କହିଲେ ଗୋଟା ପଦ କହିଲେ କଣ କହିଲା ସତ୍ୟ ଦେଶ ଧର୍ମର ଗୋଟେ ଆଧାର ସତ୍ୟ ଦେଶ ଧର୍ମର ଗୋଟେ ଆଧାର ସତ୍ୟ ଧର ଧର୍ମକୁ ଧର୍ମ ସଂସାର ସତ୍ୟ ଧରେ ଧର୍ମକୁ ଧର୍ମ ସଂସାର ସାରେ ସତ୍ୟ କଣ କଣ ନା ସତ୍ୟ ଯେ ସେ ଧର୍ମର ଗୋଟେ ଆଧାର ଆଧାର କୋନ ଆଧାର 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 ବୁଝିପାରୁନ ନା ଆଧାର ମାନେ ଆଧାର କାର୍ଡ ତା ଦେହରେ ଯାହା ମାଲ ଆସେ ସେ ହେଲା ଆଧାର ଚାଉଳ ରାସନ ସଉଦା ଚଣ୍ଡାଳ ଆଉ କଣ କହିଲା ଆଧାର ମାନେ ଆଧାର କାର୍ଡ ହଁ। ତା ଦେହରେ ଯୋଉ ମାଲ ଆସେ ବେଶୀ ହେଲା ଚାଉଳ ଗହମ ଅଟା ତୁ ଚିନି କି ବୁଝଉଛୁ ରେ ଆଉ କଣ ଆଧାର କଣ ଜାଣିଛ ଆରେ ଆଧାର ଅର୍ଥ ତା ନୁହଁ ଆଧାର ଅର୍ଥ କଣ ଯହ ଧାର ଅତି ସହ ଆଧାର କଣ ଯିଏ ଧାରଣ କରେ ସେ ହଉଛି ଆଧାର ହଁ ଧାରଣ କଣ ଧାରଣ କରେ ଧାରଣ କଣ କରେ ନା ସତ୍ୟ ଯେ ସେ ଧର୍ମର ଗୋଟେ ଆଧାର ଆଜ୍ଞା ମୁଁ ତତେ କେତେ ଗୁଡିଏ କଥା ପଚାରୁଛି ପଚାରୁନା ତୁ ମତେ ତା ଉତ୍ତର ଦେବୁ ଆଜ୍ଞା କୁନା ତତେ କିଏ ଧରିଛି ମତେ ପେଣ୍ଡାଲ ଧରିଛି ଠିକ ଅଛି ଆଜ୍ଞା ଇଏ ପେଣ୍ଡାଲୁ କିଏ ଧରିଛି ମା ମାଟି ଧରିଛି ଇଏ ପୃଥିବୀ କି କିଏ ଧରିଛି ପୃଥିବୀ କି କିଏ ଧଇଲା କି ରେ ପୃଥିବୀ କି କିଏ ଧରିଛି ପୃଥିବୀ କି ଧରିଛ ପୃଥିବୀ କି ଆଉ କିଏ ଧରିବ ଆଉ ଛାଡିକି ବୁଝି ଇଏ ବୁଝି ଆଉ ପାଇବନି। ବୁଦ୍ଧି ନାହିଁ ଶୁଣୁ ଆଜ୍ଞା ଜଗତରେ କିଏ କାହାକୁ ଧରିଛି ଧରିଛି କିଏ କାହାକୁ ଧରିଛି ଜାଣିବା କୁହ ସତ୍ୟ ଯେ ସେ ଧର୍ମର ଗୋଟେ ଆଧାର ଆଜ୍ଞା କୁନା ସତ୍ୟ କଣ କଣ ନା ସତ୍ୟ ହଉଛି ଧର୍ମର ଆଧାର ଓହୋ ଅର୍ଥ ଜଗତରେ ଆଚ୍ଛା ଧର୍ମକୁ ଯିଏ ଧରିଛି ଆଜ୍ଞା ତାର ସିଏ ହଉଛି ସତ୍ୟ 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 ଧରେ ଧର୍ମକୁ ଧର୍ମକୁ ପରିଷ୍କାର ତା ପର ପଦରେ କହିଦେଲେ ସତ୍ୟ ଯିଏ ତାର ଧର୍ମ- ଧର୍ମକୁ ଧରିଛି ଧରିଛି ଧର୍ମ ସଂସାର ଆଜ୍ଞା ଏବେ ତ ଉତ୍ତର ପାଇଲୁ ପୃଥିବୀ କି କିଏ ଧରିଛି ଆଚ୍ଛା ପୃଥିବୀ କି ଧରିଛି ସତ୍ୟ ହେକ୍ ମାଡୁଆ। ଧର୍ମ 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 ସାରେ ଓଡିଆ ଭାଗବତ ପରିଷ୍କାର କଥା କହିଛନ୍ତି ହଁ କଲେ ଧର୍ମ ଧାରଣା ଏ ଜଗତ ଆରେ ଧର୍ମ ହରେ ପ୍ରାଣୀ ଇଏ ଜଗତଟାକୁ ଧରିଛି ଆଜ୍ଞା ଧର୍ମ ଧର୍ମ ଧରିନିଅ ତୁ ଯାଉଛୁ ଆଜ୍ଞା ତୋ ଉପରେ ଗୋଟେ ଲିଲିଆନ ଟ୍ରକ୍ ମାଡ଼ ହେଇଗଲା ମୋ ଉପରେ କାଇଁ ମାଡ ହବ ଆପଣଙ୍କ ଠେଇ ମାଡ ହଉନି
କଣ ଆଜ୍ଞା ମୋ ଉପରେ କାହିଁକି ଗାଡି ମାଡ ହବ ଲେଲିଆନ ଟ୍ରକ୍ ଆପଣ ଉଠେଇ ମାଡ ହଉ ହଉ ଠିକ ଅଛି ହଁ ମୁଁ ଯିବା ବାଟରେ ମୋ ଉପରେ ଗୋଟେ ଟ୍ରକ୍ ମାଡ ହେଇଗଲା ମାଡ ହେଲା ହଁ ଆଜ୍ଞା ଟ୍ରକ୍ ଟା ମାଡ ହେଲା ନାଇଁ ନାଇଁ ଆପଣ ଟିକେ ମାଡ ହଉ ଆଉ ନାଇଁ ନାଇଁ ଆପଣ ଟିକେ ମାଡ ହେଲେ ଆମେ 6 ଜଣ ପଳେଇବୁ 6 ଜଣ ହଇରାଣ ହେବୁ ଏଇ ର ମାଡୁ ଆଡେ ସାଡେ କଥା ଆଉ କହନା ତାହେଲେ ହଉ ଆପଣ ଉଠେଇ ମାଡ ମୋ ଉଠେଇ ମାଡ ହେଲା ଯଦି ତୁ ଯାଉଛୁ ତୋ ଉପରେ ଗୋଟେ ଟ୍ରକ୍ ମାଡ ହେଲା ହେ ପ୍ରଭୁ ମୁଁ ନମରେ କେମିତି ତୁ ଦେଖିଲୁ ଆଜ୍ଞା ଟ୍ରକ୍ ଟା ମାଡ ହେଲା ଜୋରେ ତୁ କଚାଡି ହେଇ ପଡିଲୁ ଆଚ୍ଛା ଦେଖିଲା ବେଳକୁ ତୋର କିଛି ହେଇନି ନା ଉଠିଲା ପରେ କଣ କହୁ ଓହୋ ମୋ ଧର୍ମ ବଳ ଥେଲାରେ ମୁଁ ବଞ୍ଚିଗଲି କହୁ ମୋ ବେଳା ଭଲ ମୋ ବେଳା ଭଲ ସେ ବେଳାଟା ଭଲ କେମିତି ପଡିଲା ଓହୋ ଜଗତ ଲୋକ ଜାଣିଲା ଆରେ ଟ୍ରକ୍ ଟା ମାଡ ହେଲା ଆଜ୍ଞା